ଏଥରର ଆମ ରାଜ୍ୟରେ ବୋର୍ଡ ରେଜଲ୍ଟ ଏତେ ବି ସନ୍ତୋଷଜନକ ନୁହେଁ, କିନ୍ତୁ ମୋ ରେଜଲ୍ଟରେ ମୋ ବାପା ମା ବହୁତ ହିଁ ଖୁସି ଅଛନ୍ତି। ଆଉ ଗୁରୁଜୀ ଗୁରୁମାଙ୍କର ବହୁତ ଆଶୀର୍ବାଦ ଆଉ ତାଙ୍କର ଅବଦାନ ରହିଛି, ଯାହାଦ୍ୱାରା କି ଆମେ ରେଜଲ୍ଟ ଏତେ ଭଲ ହେଇପାରିଛି। କିନ୍ତୁ ମୋ ରେଜଲ୍ଟରେ ମୁଁ ଏତେ ଖୁସି ନାହିଁ। ଆଶା ତ ବହୁତ ଥିଲା, କେତେ ଛୁଆ A2 ରେ ରହିଯାଇଛନ୍ତି ଯୋଉମାନେ କି A1 ରେ ଏଟା ପାର କରିପାରିନାହାନ୍ତି। ତ ଏ ବର୍ଷର ବୋର୍ଡ ରେଜଲ୍ଟ ସେଥିପାଇଁ ଏତେ ଭଲ ହେଇନି ମତେ ଲାଗୁଛି। ଅନ୍ୟ ଛାତ୍ରଛାତ୍ରୀ ମାନେ ବହୁତ ହି ପରିଶ୍ରମ କରିଛନ୍ତି, ସମସ୍ତଙ୍କ ପରିଶ୍ରମ ରଙ୍ଗ ଆଣିଛି, କିନ୍ତୁ ଯୋଉମାନେ ପରିଶ୍ରମ କରିଥିଲେ କିଛିଙ୍କୁ ମିଳିଛି ତାର ଫଳ, ଆଉ କିଛି ମାନଙ୍କୁ ମିଳିନି। ତ ସେଥିରେ ମୁଁ ହଉଛି ଦୁଃଖ ନ କରି ଆମେ ଆଗକୁ ଆହୁରି ଭଲ କରିବା ପାଇଁ ଚେଷ୍ଟା କରିବୁ। ଚଳିତ ବର୍ଷ ହୋଇଥିବା ମେଟ୍ରିକ ଏକ୍ଜାମରେ ମୁଁ 552 ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛି ଏବଂ ଆମ ବିଦ୍ୟାଳୟର 8ଟି A1 ପାଇଛନ୍ତି ଏବଂ ଆମର ଏକ୍ଜାମ ହବା ମେଟ୍ରିକ ଏକ୍ଜାମ ହବା ପୂର୍ବରୁ 3 ମାସ ପୂର୍ବରୁ ଲଗାତାର ଏକ୍ଜାମ ହଉଥିଲା, ଯାହାଦ୍ୱାରା ପିଲାମାନେ ଭଲ ଭାବରେ ପ୍ରସ୍ତୁତି ହୋଇଥିଲେ ଫାଇନାଲ ଏକ୍ଜାମ ପାଇଁ ଏବଂ ଆଶାନୁରୂପକ ଫଳ ମଧ୍ୟ ଆମ ବିଦ୍ୟାଳୟ ପ୍ରାପ୍ତ କରିଛି। ଆମ ମ୍ୟାଥ ଟିଚର ନିମାଇ ଚନ୍ଦ୍ର ବେହେରା ଗୁରୁଜୀଙ୍କ ସାହାଯ୍ୟ ଦ୍ୱାରା ଏହା ସଫଳ ହେଇଛି। ସେ ବହୁତ ପରିଶ୍ରମ କରିଛନ୍ତି। ତାଙ୍କ ସିଲେକ୍ସନ କୋଶ୍ଚେନ ପ୍ରାୟତଃ 90% କୋଶ୍ଚେନ ଆସିଥିଲା, ସେଥିପାଇଁ ମତେ ସହଜ ହେଲା ଏକ୍ଜାମରେ କରିବା ପାଇଁ। ଗୁରୁଜୀ ଗୁରୁମାଙ୍କ ଆଶୀର୍ବାଦ ନେଇ ଆଉ ପିତାମାତାଙ୍କ ଆଶୀର୍ବାଦ ନେଲେ ସବୁ ସଫଳତା ପ୍ରାପ୍ତ ହବ। ଫାଷ୍ଟ 7-8 ମାସରେ 5-6 ଘଣ୍ଟା, ଲାଷ୍ଟ 3 ମାସ ଭିତରେ 8-9 ଘଣ୍ଟା ପରିଶ୍ରମ କରୁଥିଲି। ଗୁରୁଜୀ ଗୁରୁମାଙ୍କ ଭଲ ପାଇବା ଏବଂ ତାଙ୍କ ଆଦର୍ଶ ଏବଂ ତାଙ୍କର ନୀତିକୁ ମାନିକି ମୁଁ ଚାଲିଥିବାରୁ ମୋର ଏକ୍ଜାମରେ ଭଲ ହେଇଛି। ସାଙ୍ଗ ବି ମଧ୍ୟ ଆମର ପାଠ ପଢ଼ାରେ ଅସୁବିଧା ହେଲେ ସିଏ ଆମକୁ ଡାଉଟ୍ କ୍ଲିୟର କରିଦେଉଥିଲେ। ଗୁରୁଜୀ ଗୁରୁମାଙ୍କ ପୂର୍ବରୁ ସେ ଆମ ସହିତ ସହଯୋଗ ଦେଉଥିଲେ। ସମସ୍ତେ ସାଙ୍ଗ ସବୁ ମିଳିମିଶିକି ପାଠ ଯୋଉଟା ନ ଆସୁଥିଲା ସବୁ ବୁଝି କରୁଥିଲେ। ଭଣ୍ଡାରୀ ପୋଖରୀର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଶାରଦା ବିଦ୍ୟା ମନ୍ଦିର ସଦା ସର୍ବଦା ରେଜଲ୍ଟ କ୍ଷେତ୍ରରେ ଆଗରେ ଥାଏ। ଏ ବର୍ଷ ମଧ୍ୟ ଆଗରେ ଅଛି। ଆଜି ଯେଉଁ ରେଜଲ୍ଟ ବାହାରିଲା ସେଥିରେ 8 ଜଣ ପିଲା ଆମର A1 ପାଇଛନ୍ତି ଏବଂ ଆମେ ଯେତିକି ଆଶା ରଖିଥିଲୁ ଆଶାନୁରୂପ ସଫଳତା ପାଇନାହାନ୍ତି। ଆମେ 12-15 ଜଣ ପିଲା A1 ପାଇବୁ ବୋଲି ଆଶା ରଖିଥିଲୁ। 2-4 ମାର୍କ କମରେ ସେମାନେ ରହିଯାଇଛନ୍ତି A1 ପାଇବାରେ, ବଞ୍ଚିତ ହେଇଛନ୍ତି। ଯାହା ହଉ 8 ଜଣ ପିଲା ପାଇଛନ୍ତି, ଏହା ବଡ଼ ଗୌରବର ବିଷୟ। ଭଣ୍ଡାରୀ ପୋଖରୀ ପାଇଁ, ଭଣ୍ଡାରୀ ପୋଖରୀ ଅଞ୍ଚଳବାସୀଙ୍କ ପାଇଁ ଏହା ଗୌରବର ବିଷୟ। ମୁଁ ସେଥିପାଇଁ ପିଲାମାନଙ୍କୁ ମୋ ତରଫରୁ, ବିଦ୍ୟାଳୟ ତରଫରୁ, ଗୁରୁଜୀ ଗୁରୁମାଙ୍କ ତରଫରୁ ହାର୍ଦ୍ଦିକ କଂଗ୍ରାଚୁଲେସନ ଜଣାଉଛି, ଅଭିନନ୍ଦନ ଜଣାଉଛି। ତତ୍ସହିତ ସେମାନଙ୍କର ଅଭିଭାବକ ମାନେ, ବାପା ମା ମାନେ ଯେଉଁ ପରିଶ୍ରମ କରିଛନ୍ତି, ଆଣିକି ଏଠାରେ ଛାଡ଼ିଛନ୍ତି, ନେଇଛନ୍ତି, ଯେଉଁ ତାଙ୍କର ସହଯୋଗ ପାଇଁ ମୁଁ ମଧ୍ୟ ମୋ ତରଫରୁ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି। ଆମର ଯେଉଁ ଅଛି ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ, ସେମାନଙ୍କର ଦିନ ରାତି ଏକ କରି ପିଲାମାନଙ୍କ ପଛରେ ଲାଗିଥିଲେ ଏବଂ ସଫଳତା ପାଇଛନ୍ତି। କିନ୍ତୁ ଯଦିଓ ଆଶାନୁରୂପ ନୁହେଁ, କିନ୍ତୁ ତଥାପି ଆମେ ସମସ୍ତେ ଖୁସି। ଏ ଅଞ୍ଚଳ ପାଇଁ ଏହା ଗୌରବ। ତେଣୁ ସମସ୍ତେ ଆମେ ଆନନ୍ଦିତ ଅଛନ୍ତି ଏବଂ ଈଶ୍ୱର ଠାରେ ପ୍ରାର୍ଥନା କରୁଛି ଯେ ସେଇ ପିଲାମାନଙ୍କର ଭବିଷ୍ୟତ ଉଜ୍ଜଳ ହଉ, ସେମାନେ ଆହୁରି ଆଗକୁ ଆଗକୁ ଯାଆନ୍ତୁ। ଏତିକି ଈଶ୍ୱରଙ୍କ ଠାରେ ପ୍ରାର୍ଥନା। ଏଥର ଟିକେ ଟପ୍ ଅଛନ୍ତି। ଭଣ୍ଡାରୀ ପୋଖରୀ ଅଞ୍ଚଳରେ ଶାରଦା ବିଦ୍ୟା ମନ୍ଦିର ଟପ୍ରେ ଅଛି ଏବଂ ରହିବ। ଏଥର ଦେଖାଯାଇଛି ଯେ ରାଜ୍ୟ ସ୍ତରୀୟ A1 ରେଜଲ୍ଟଟା ପୁରା କମ୍ ହେଇଛି। 5,19,000 ପିଲା ଦେଇଥିଲେ, ମାତ୍ର 2,400 ପିଲା A1 ପାଇଛନ୍ତି। ତାର ପରସେଣ୍ଟେଜ ଦେଖିଲେ ଆମ ବିଦ୍ୟା ମନ୍ଦିର ବହୁତ ଆଗରେ ଅଛି। ଯାହା ହଉ ଯେତିକି ପାଇଛନ୍ତି ପିଲାମାନେ କରିଛନ୍ତି, ପାଇଛନ୍ତି, ତାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଆଜି ଆମେ ମାନେ ବହୁତ ଖୁସି ଅଛୁ ଯେ ଆମ ବିଦ୍ୟାଳୟ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏ ଅଞ୍ଚଳର ସୁନାମ ବଜାୟ ରଖିଛି। ଆମ ବିଦ୍ୟାଳୟର 70 ଜଣ ପିଲା ପରୀକ୍ଷା ଦେଇଥିବା ଭିତରୁ 8 ଜଣ A1 ରେ ପାସ୍ କରିଛନ୍ତି ଏବଂ A2 ରେ ମଧ୍ୟ 21 ଜଣ ପିଲା ଅଛନ୍ତି ଯେଉଁମାନେ କି ପାଖାପାଖି A2 ରେ ଅଛନ୍ତି, A1 ର ମାର୍କ ରଖିଛନ୍ତି। ତେଣୁ ସର୍ବୋପରି ଆମ ସ୍କୁଲ ପ୍ରତିବର୍ଷ ପରି ତାର ସୁନାମ ବଜାୟ ରଖିଛି ଓ ଏଥିପାଇଁ ମୁଁ ଆମର ପରିଚାଳନା କମିଟି ତରଫରୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ମାନଙ୍କର ଅକ୍ଳାନ୍ତ ପରିଶ୍ରମ ତଥା ପିଲାମାନଙ୍କର ପରିଶ୍ରମକୁ ସାର୍ଥକ କରିଥିବାରୁ ଧନ୍ୟବାଦ ଅର୍ପଣ କରୁଛି। ଓଡ଼ିଶାର HSC ରେଜଲ୍ଟ ପ୍ରକାଶ ପାଇଛି। HSC ରେଜଲ୍ଟ ପ୍ରକାଶ ପାଇବା ପରେ
शारदा विद्या मंदिर परिसर रे आनंद मुखर होइथिला। विद्यार्थी मानक मन रे हसर लहरी खेली जाइथिला। प्रतिवर्ष परी ए वर्ष आम विद्यालय तार सफलता बजाय रखिछि। भंडारी पोखरी अंचल रे जो आदर्श और नैतिक शिक्षार मंदिर भाव में मुंड टेकिथिबा अनुष्ठान चलित वर्ष 8टी पिला A1 पाई सफलता हासिल करछन्ती एवं ए अंचल गौरव वृद्धि करछन्ती। ए पर्यंत तथ्य अनुसार आम विद्यालय छात्री प्राची प्रियदर्शनी बोधुए ब्लॉक र टॉपर होइछि। तापरे परवर्ती जो आसीने ए पर्यंत समस्त तथ्य हासिल है नहीं। तथापि आम विद्यालय निश्चित भल करछि एवं 70 जन विद्यार्थी मानक मध्यरु 8 जन A1 सफलता पाइबा कम बड़ कथा नुह। मु यार समस्त श्रेय विद्यालय गुरुजी गुरुमा मान प्रदान करने संगे संगे अभिभावक अक्लांत परिश्रम से निष्ठा धैर्य को मु प्रणाम करुच्ची। छात्र छात्री माने बहु परिश्रम करते नियमित विद्यालय को आसते गुरुजी गुरुमा तत्वावधान रे पाठ पढ़ते समस्त परिश्रम फल आज विद्यालय पाई। आशा करुले किसी अधिका मार्क रखिले भल होता। आम देखुचु राज्य स्तर भी A1 सेतटा भल है नहीं से जहाँ जना पड़ुची आम से आत्मसंतोष लाभ करुचु। निश्चित विद्यार्थी माने जो माने सफलता पाई ना A1 रे से अल्पके बंची जाइछन्ति। अल्पके अल्प नंबर थिले निश्चित आम विद्यालय 15 रु पाखापाखि 15-16 जन विद्यार्थी A1 रही पारते जहाँ से मन दुख कर आवश्यकता ना। कारण यह शेष परीक्षा नुह आगु को अनेक परीक्षा अच्छी। पिला माने एमिति परिश्रम बजाय रखिले निश्चित ओडिशा रे माने सुनाम अर्जन करेंगे यही आशा पोषण करुच्ची। समस्त को पुणी थे आम विद्यालय तरफ कृतज्ञता अभिनंदन शुभेच्छा शुभकामना धन्यवाद।